ବର୍ତ୍ତମାନ ଆମେ ଅଛୁ ପାଣିଗଣ୍ଡା ଗ୍ରାମରେ। ଏଠାରେ ଭୁଷି ଯାଇଛି ସ୍ୱାସ୍ଥ୍ୟ ଅବସ୍ଥା। ଆମେ ବର୍ତ୍ତମାନ ଗୋଟେ ସହଯୋଗୀ ଦେଖିବାକୁ କହିବି, ଏଠାରେ ଅଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଯାହାକି ଏଠାରେ ଯେକୌଣସି ଗୋଟେ ଡକ୍ଟର ଅଥବା ଏଏନଏମ୍ ଅଥବା କୌଣସି ଗୋଟେ ଗଭର୍ଣ୍ଣମେଣ୍ଟ ଷ୍ଟାଫ ରହିବା କଥା, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗାଁବାସୀ କହିବା ଅନୁସାରେ ଏଠାରେ କୌଣସି ଡକ୍ଟର କିମ୍ବା ଗଭର୍ଣ୍ଣମେଣ୍ଟର କୌଣସି ସଦସ୍ୟ ଏଠି ରହୁନାହାନ୍ତି। ଆସନ୍ତୁ ପଚାରି ବୁଝିବା, ଆମର ଜଣେ ଭାଇ ଅଛନ୍ତି ଏଠାକାର ଲୋକାଲ ଲୋକ, ତାଙ୍କୁ କ'ଣ ସବୁ ହେଉଛି। ଭାଇ, ଏଇ ଆପଣ ଯୋଉ ଅଛି ଆପଣଙ୍କର ଏହି ମେଡିକାଲ, ଆପଣ ଏଠି ଟ୍ରିଟମେଣ୍ଟ ହେଇପାରୁଛନ୍ତି କି? ଆଜ୍ଞା, ଏଇଟା ଲେଖା ହେଇଛି ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ହେଲେ ଏ ମନ୍ଦିରରେ ପୂଜାରୀ ନାହାନ୍ତି। ଆଉ ଯୋଉ ଭୋଗ ଅଛି ଆମର ଅମୃତ ଭଣ୍ଡା, ସେ ଯୋଉ ଥିଲେ ସେମାନେ ହିଁ ଏଇଟା ରୋପଣ କରିଥିଲେ, ହେଲେ ସେ ଭୋଗ ବି ଆଜି କାର୍ଯ୍ୟରେ ଆସୁନାହିଁ, ଆଉ ଅଛି ତାଲା ପଡିକି ଅଛି। ଆଉ ତାହେଲେ ଆପଣ ଏଇ ଯୋଉ ଟ୍ରିଟମେଣ୍ଟ ଆପଣ ହବାକୁ କେଉଁ ପାଖରେ ଯାଉଛନ୍ତି, କ'ଣ ବିଷୟ କରୁଛନ୍ତି? ଟ୍ରିଟମେଣ୍ଟ କହିଲେ ଆମକୁ ଯଦି ସାଧାରଣ ଜ୍ୱର ହୁଏ, ଆମେ ଗାଁରେ ପ୍ରାଇଭେଟ ମେଡିକାଲ ଅଛି, ବଙ୍ଗାଳୀ ଭାଇମାନେ ଆସି ମେଡିକାଲ କରିଛନ୍ତି, ସେମାନଙ୍କ ପାଖରୁ କିଛି ସେବା ପାଉଛୁ। ଯଦି ନାହିଁ ବୋଲେ ଓଡବା, ମୋହନା, ବ୍ରହ୍ମପୁର ଏମିତି ଯାଉଛୁ। ଆଉ ଦେଖୁଛନ୍ତି ବର୍ତ୍ତମାନ ଏଠାକାର ସ୍ୱାସ୍ଥ୍ୟ ଅବସ୍ଥା ବଙ୍ଗାଳୀ କ୍ୱାକ୍ ମାନଙ୍କ ହାତରେ ରହିଯାଇଛି, ଯାହାକି ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଥିଲେ ମଧ୍ୟ ବିଗତ ଦିନରେ ଆପଣ ଦେଖିଥିବେ ମୋହନା ଅଞ୍ଚଳରେ କିଛି ମେଡିସିନ ମଧ୍ୟ ପଡିଥିଲା। ଏଇଭଳି ଭାବେ ଯଦି ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଯଦି ବନ୍ଦ ରହିବ, ତାହେଲେ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିଆଯାଇଥିବା ମେଡିସିନ ନିଶ୍ଚିତ ଭାବେ ଏକ୍ସପାୟାର ହେବ। ଆଉ ଜଣେ ଭାଇ ଅଛନ୍ତି, ତାଙ୍କୁ କିଛି ପଚାରି ବୁଝିବା। ଭାଇ, ଆପଣ କ'ଣ କହିବେ ଏହି ବିଷୟରେ? ଭାଇ, ଆଉ ଜଣେ ଭାଇ ଅଛନ୍ତି, ତାଙ୍କେ କିଛି ସମସ୍ୟା ଅଛି କହିପାରିବେନି, ଆଉ ଜଣେ ଭାଇ ଅଛନ୍ତି, କହିବେ କ'ଣ କହିବେ? ଏଇ ଆପଣ ସ୍ୱାସ୍ଥ୍ୟ କେନ୍ଦ୍ର କେଉଁଭଳି ଭାବେ ଚାଲିଛି, କ'ଣ ସବୁ ରହିଛି? ଦେଖନ୍ତୁ ଆଜ୍ଞା, ନାହିଁ ନାହିଁର ଗାଁ ପାଣିଗଣ୍ଡା କହିଲେ ଠିକ ହବ। କାରଣ ଆଜି ପର୍ଯ୍ୟନ୍ତ ପାଣିଗଣ୍ଡାରେ ସରକାରଙ୍କର କୌଣସି ବି ମାନେ ବେନିଫିଟ ଏଠି ପହଞ୍ଚି ପାରୁନାହିଁ। ଦେଖନ୍ତୁ, ଆପଣ ତ ଦେଖିଲେ ଯେ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ଏଇଟା ମୁଁ ଯେତେବେଳେ ବି ଏ ପାଖ ଘର ହେଲେ ବି ସବୁବେଳେ ତାଲା। ଏଠି କେତେବେଳେ କିଏ କେଉଁ ରହୁଛି କିମ୍ବା ନ ରହୁଛି ଏ କ୍ୱେଶ୍ଚିନ୍ ମାର୍କ। ତ କହିବାକୁ ଗଲେ ଆଜି ସରକାରଙ୍କର ଅନେକ ଯୋଜନା ଆସୁଛି ସ୍ୱାସ୍ଥ୍ୟ ସେବା ଉପରେ, କିନ୍ତୁ ଆଜି ବଟିକାଟିଏ ମଧ୍ୟ ସାଧାରଣ ଲୋକ ପାଇପାରୁନାହାନ୍ତି। ଆଜି ଛୋଟ ମୋଟ ଯାହାବି ଜ୍ୱର ନାର ଟିକେ ହେଲେ ଲୋକ ସବୁବେଳେ ବ୍ରହ୍ମପୁର, ମୋହନା ୟା ଉପରେ ନିର୍ଭର କରୁଛନ୍ତି। ତ ବଡ଼ ଦୁଃଖ ପରିତାପର ବିଷୟ ଯେ ୟା ଉପରେ ସରକାର ଜମା ଦୃଷ୍ଟିଗୋଚର ନାହିଁ। ତ ଯଦି ଆଗାମୀ ଦିନରେ ଏମିତି ହୁଏ, ଲୋକମାନେ ନିଶ୍ଚିତ ଭାବରେ ରାଜରାସ୍ତାକୁ ଓହ୍ଲାଇବେ। ଯାହା ଆପଣ ଶୁଣିପାରୁଥିଲେ, ପାଣିଗଣ୍ଡା ବାସୀ ନିଜର ସ୍ୱାସ୍ଥ୍ୟଗତ ଯଦି ସମସ୍ୟା ହୁଏ, ଏକରେ ପ୍ରଥମ ଏହି ପ୍ରାଇଭେଟ ବଙ୍ଗାଳୀ କ୍ୱାକ୍ ଅଛନ୍ତି ତାଙ୍କ ପାଖରେ ଦେଖାନ୍ତି, ନାଇଁ ଯଦି ତାଙ୍କେ ମୋହନା କିମ୍ବା ବ୍ରହ୍ମପୁର ଯାଆନ୍ତି। ଏ ପାଇଁ ତାଙ୍କେ ନିଶ୍ଚିତ ଭାବରେ ନିଜର ବିକ୍ଷୋଭ ପ୍ରଦର୍ଶନ କରିବେ ଆଗାମୀ ଦିନରେ ବୋଲି ତାଙ୍କେ ଚେତାବନୀ ମଧ୍ୟ ଦେଇଛନ୍ତି। ପାଣିଗଣ୍ଡାରୁ ଶନିବାର ରିପୋର୍ଟ, MBC TV।